କାକଟପୁର ସାଇ ଛବି ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଟାଇମ୍ସ ଇଣ୍ଟରନ୍ୟାସନାଲ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ ବୁଧବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷ ଫିରୋଜ ଖାଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କାକଟପୁର ବ୍ଲକ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ଜେନା, ସମ୍ମାନିତ ଅତିଥି ଭାବେ ସହ ଶିକ୍ଷା ଅଧିକାରୀ ସୁଶ୍ରୀ ପଙ୍କଜିନୀ ଦେଇ, ନେତ୍ରାନନ୍ଦ ସାହୁ, ମହିଳା କଲେଜ ଇତିହାସ ଅଧ୍ୟାପକ ଇମ୍ରାନ ଖାଁ, ନୂଆହାଟ ଉଚ୍ଚ ବିଦ୍ୟାଳୟ ଗଣିତ ଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର ଓ ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ମେହବୁଦ ଶରୀଫ ପ୍ରମୁଖ ଯୋଗଦେଇ ପିଲାମାନଙ୍କ ଉଦ୍ଦେଶ୍ୟରେ ସେମାନଙ୍କ ଭବିଷ୍ୟତ ଗଠନ ଓ ଶିକ୍ଷା ଉପରେ ହୃଦୟସ୍ପର୍ଶୀ ବାର୍ତ୍ତା ସିଞ୍ଚନ କରିଥିଲେ। ଶିକ୍ଷା ଦ୍ୱାରା ସମାଜ ପରିବର୍ତ୍ତନ ସମ୍ଭବ ଓ ଶିକ୍ଷା ସହିତ କ୍ରୀଡ଼ା, ସାହିତ୍ୟ, ନୃତ୍ୟ, ଗୀତ ଆଦି ପିଲାମାନଙ୍କୁ ଆଗକୁ ବଢ଼ାଇବାରେ ସହାୟକ ହୋଇଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା 68 ଜଣ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ମେଡାଲ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷୟିତ୍ରୀ ଫିଦୋର୍ସ ଅଜୁମଙ୍କୁ ଶ୍ରେଷ୍ଠ ଶିକ୍ଷୟିତ୍ରୀ ଭାବେ ଅତିଥିମାନେ ପୁରସ୍କୃତ କରିଥିଲେ। ପରିଶେଷରେ ବିଦ୍ୟାଳୟର କୁନାକୁନି ପିଲାଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ଛାତ୍ରଛାତ୍ରୀମାନଙ୍କ ସହ ଶତାଧିକ ଅଭିଭାବକମାନେ ଯୋଗଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ। ଉତ୍ସବକୁ ଶିକ୍ଷୟିତ୍ରୀ ଅପର୍ଣ୍ଣା ଦାସ ସଂଯୋଜନା କରିଥିବା ବେଳେ ଉପଦେଷ୍ଟା କମିଟିର ମୁଖ୍ୟ ଶିକ୍ଷାବିତ୍ ସୁଚରିତା ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟ ଶିକ୍ଷୟିତ୍ରୀ ଫିଦୋର୍ସ ଅଞ୍ଜୁମ, ଆସ୍ମା ବେଗମ, ଅର୍ପିତା ମଲ୍ଲିକ, ସସ୍ମିତା ମିଶ୍ର, ରିଙ୍କି ମହାରାଣା ଓ ସ୍ୱାଗତିକା ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଆନୁଆଲ ଫଙ୍କସନ ଗୋଟେ କୋ କରିକୁଲାର ଆକ୍ଟିଭିଟି ଏଜୁକେସନ ସିଷ୍ଟମ, ତେଣୁ ପିଲାମାନଙ୍କ ମନ ଭିତରେ ଉଦ୍ଦୀପନା ଆଗ୍ରହ ସୃଷ୍ଟି କରିବାର ମୂଳ ଲକ୍ଷ୍ୟ ଏହି ଫଙ୍କସନ। ଏହା କରିବା ଉଚିତ। ଏହା ଦ୍ୱାରା ପିଲାମାନଙ୍କର ଶିକ୍ଷା ଜଗତରେ କିଛି ବୌଦ୍ଧିକ ବିକାଶ ଘଟେ। ଏଇ ପିଲାଙ୍କୁ ପ୍ରୋତ୍ସାହିତ କରାଯାଉ, ଯେଭଳି ପ୍ରିନ୍ସିପାଲ ସାରଙ୍କର ଗୋଟେ ବିଜନ ନେଇ ଚାଲୁଛନ୍ତି ପିଲାଙ୍କୁ ଶାରୀରିକ ମାନସିକ ବିକାଶ ସାଙ୍ଗେ ସାଙ୍ଗେ ସମ୍ପୂର୍ଣ୍ଣ ଶିକ୍ଷା ଦେବା, ଏଥିପ୍ରତି ଗୁରୁତ୍ୱ ଦିଆଯାଉ। ଏଥିପାଇଁ ପିଲାମାନଙ୍କୁ ପିଲାମାନେ ମନ ଧ୍ୟାନ ଦେଇ ପାଠ ପଢନ୍ତୁ, ରେଗୁଲାର ସ୍କୁଲ ଆସନ୍ତୁ ଏବଂ ଅଭିଭାବକ ସହଯୋଗ ମଧ୍ୟ ନିହାତି ଆବଶ୍ୟକ। ମୁଁ ବହୁତ ଖୁସି ଅଛି ଫଙ୍କସନ ପାଇଁ, ଯେମିତି ଆମ ସ୍କୁଲ ଗୋଟେ ବର୍ଷ କମ୍ପ୍ଲିଟ କରିଦେଇଛି, ଗୋଟେ ଯୋଉଟା କି ଆମ ପାଇଁ ଗୋଟେ ପ୍ରାଉଡ ଆଉ ଇମୋସନାଲ ମୋମେଣ୍ଟ ହେଇଛି। ଆମ ସ୍କୁଲରେ ବହୁତ ଭଲ ପାଠ ପଢା ହୁଏ, ଆମ ଫିଜିକାଲ ଆଉ ମେଣ୍ଟାଲ ଆଉ ଇଣ୍ଟେଲେକ୍ଚୁଆଲ ଲେଭେଲ ସେଠି ବହୁତ ଅଧିକ ବଢାଏ। ତେଣୁ ମୁଁ ଏ ପାଇଁ ବହୁତ ଖୁସି ଅଛି, ମତେ ମୋ ସ୍କୁଲଟା ବହୁତ ଭଲ ଲାଗେ। ଥ୍ୟାଙ୍କ ୟୁ। କାର୍ଯ୍ୟକ୍ରମ ଆମର ଥିଲା ଅତିଥି ମାନଙ୍କୁ ସମ୍ବର୍ଦ୍ଧନା ଜଣେଇବାର କାର୍ଯ୍ୟକ୍ରମ ଥିଲା, କିଛିଟା ସାଂସ୍କୃତିକ କାର୍ଯ୍ୟକ୍ରମ ବି ଥିଲା ପିଲାମାନଙ୍କର। ତେଣୁ ଗେଷ୍ଟ ମାନେ ଆସିକି ଆମ ପିଲାମାନଙ୍କୁ ପୁରସ୍କାର ବିତରଣ ଉତ୍ସବ ଆମେ ମାନେ ରଖିଥିଲୁ ପିଲାମାନଙ୍କ ପାଇଁ। ପୁରସ୍କାର ବିତରଣ ଉତ୍ସବ ବି ପିଲାମାନଙ୍କର ହେଇଥିଲା, ଆଉ ପିଲାମାନେ ବହୁତ ଆଗ୍ରହର ସହିତ ବି ପୁରସ୍କାର ବିତରଣ ଉତ୍ସବ ଆଉ କଲଚରାଲ ପ୍ରୋଗ୍ରାମରେ ପାର୍ଟିସିପେଟ ବି କରିଛନ୍ତି। କାକଟପୁରରୁ ଜ୍ଞାନରଞ୍ଜନ ବିଶ୍ୱାଳଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।